Hello student, welcome to the BM classes. This is Vishnu Manan, lecturer in English, Piravati MS College, Teresia. Today I am going to teach you the third stanza of the famous poem Television, written by the famous poet Roald Dahl, a British novelist, short story writer, poet, fighter pilot, and the screenwriter. Roald Dahl was born in the year 1916 and died in the year 1919. He is one of the famous children's tale writer, mastery for adult writers, and he has written so many poems, novel, etc. etc. He is the famous person in that age. Today we are going to discuss the third stanza of this famous poem Television, the advisable poem Television. Before that, I want to revise about the lesson. In this poem, the poet advising everyone not to install the television set and never let the children near the television set. से ଏହି କବିତା ମାଧ୍ୟମରେ ଆମ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯଦି ଟେଲିଭିଜନ ଘରେ ନାହିଁ ତ ଭଲ କଥା, ଯଦି ଯାହା ଘରେ ଟେଲିଭିଜନ ନାହିଁ ପ୍ଲିଜ୍ ଡୋଣ୍ଟ ଇନଷ୍ଟଲ୍ ଟେଲିଭିଜନ ସେଟ୍ ଏଟ୍ ୟୁର୍ ହୋମ୍। ସେ ଟେଲିଭିଜନ ସେଟ୍କୁ ବିରୋଧ କରିଛନ୍ତି କାରଣ ସେ ଛୋଟ ଛୋଟ ଛୁଆମାନଙ୍କର ଧ୍ୟାନ ଭଗ୍ନ କରେ, ସେମାନଙ୍କର ବ୍ରେନ୍କୁ ସଫ୍ଟ କରିଦିଏ ଆଉ ସେମାନଙ୍କର ଆଖି ଏବଂ ଅନ୍ୟାନ୍ୟ ବୁଦ୍ଧିକୁ ଭ୍ରମ କରେ ବୋଲି ସେ ବିଶ୍ୱାସ କରନ୍ତି। ତେଣୁ ସେ ଟେଲିଭିଜନ ବିଷୟରେ ଅନେକ ଗୁଡ଼ିଏ ଜିନିଷ ଲୋକମାନଙ୍କୁ ଧାରଣା ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି। ଟେଲିଭିଜନ ନ ଲଗାଇବା ପାଇଁ ସେ ସମସ୍ତଙ୍କୁ ରିକ୍ୱେଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଆଜିକାଲି ଲୋକ ଯାହା ଘରକୁ ଗଲେ ଗୋଟିଏରୁ ଦୁଇଟା ତିନିଟା ଚାରିଟା ବି ଟିଭି ଦେଖିବାକୁ ମିଳୁଛି। ଆଉ ଆମେ ସର୍ଭେରୁ ଜାଣିଛୁ ଯେ ଟିଭି ଦେଖିଲେ ଅନେକ ସମୟ ଲୋକମାନେ ଟିଭି ଦେଖି ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି କବି କହିଛନ୍ତି। ତେଣୁ ତାଙ୍କ କଥା ମାନିଲେ ବହୁତ ଲାଭ ହେବ ବୋଲି ମୁଁ ଆଶା କରେ। ଆଜି ଆମେ ନେକ୍ସଟ ଷ୍ଟାଞ୍ଜାରେ ଡିସ୍କସନ୍ କରିବା କ'ଣ ସେ କହୁଛନ୍ତି। ଚାଲ ସେଇ ଷ୍ଟାଞ୍ଜାକୁ ଯିବା। The third stanza of this poem. They sit and stare and stare and sit. They stand for the people or the student or the children or anything else. They sit and sit. ସେମାନେ ବସନ୍ତି ଆଉ ଟେଲିଭିଜନ ସେଟ୍କୁ they sit and stare and sit. କବି କହିବାର ଅର୍ଥ ହେଲା ଯେ ଲୋକମାନେ ବା ଯେଉଁମାନେ ଟିଭି ଦେଖନ୍ତି ସେମାନେ ବସିକି ଟିଭିକୁ ବହୁତ ଲମ୍ବା ସମୟ ଧରି ବସିକି ଦେଖନ୍ତି ବାର ଲକ୍ଷ୍ୟ କରନ୍ତି until they are hypnotized by it। ଯେ ପର୍ଯ୍ୟନ୍ତ ସେ ସବୁ ଜିନିଷ ଦେଖନ୍ତି, ଯେ ପର୍ଯ୍ୟନ୍ତ ଆକର୍ଷିତ ହେବା ସମ୍ବନ୍ଧିତ, ଯେ ପର୍ଯ୍ୟନ୍ତ ତାଙ୍କର ଆଖି ଦରଦ ନ ହେବା ପର୍ଯ୍ୟନ୍ତ ସେମାନେ ଟେଲିଭିଜନ ଦେଖନ୍ତି ବୋଲି ସେ କହିଛନ୍ତି। until they absolutely drunk। ବର୍ତ୍ତମାନ ସେ କହୁଛନ୍ତି until they absolutely drunk। ଟେଲିଭିଜନ ସେ ପର୍ଯ୍ୟନ୍ତ ଦେଖନ୍ତି ଲୋକମାନେ ଯେଉଁ ପର୍ଯ୍ୟନ୍ତ ସେମାନେ ଟୋଟାଲି ବା ସମ୍ପୂର୍ଣ୍ଣ ଭାବରେ ମଦୁଆଙ୍କ ଭଳି ହେବା ବା ପିଇବା ଭଳି ବା ମଦୁଆଙ୍କ ଭଳି ମାତି ଯିବା ପର୍ଯ୍ୟନ୍ତ ସେମାନେ ଟେଲିଭିଜନ ଦେଖନ୍ତି। ପ୍ରକୃତରେ ଦେଖିବାକୁ ମିଳେ ଯେ ଯେଉଁମାନେ ଟିଭି ପ୍ରେମୀ, ଟେଲିଭିଜନ ପ୍ରେମୀ, ଟେଲିଭିଜନରେ ଲାଗି କୌଣସି ସିରିଏଲ୍ ଚାଲେ କିମ୍ବା ଫିଲ୍ମ ଚାଲିଥିଲେ ସେମାନେ ଖାଇବା ପିଇବା ଭୁଲିଯାଇ ସେମାନେ ସେଇ ଟେଲିଭିଜନରେ ହିଁ ଠିକ୍ ମଦ ପିଇଲା ପରି ଏପରି ନିଶା ହେଇଯାଇଥାଏ। ସେମାନେ ସେଇ ଦୃଶ୍ୟକୁ ବା ସେ ଟେଲିଭିଜନ ସେଟ୍କୁ ଛାଡ଼ିକି ଖାଇବା ପାଇଁ କୌଣସି କାମ କରିବା ପାଇଁ ଯିବାକୁ ଚାହାନ୍ତି ନାହିଁ। ସେମାନଙ୍କର ମନ ବାଧା ଦିଏ। ସେମାନେ ସେଇ ଦୃଶ୍ୟ, ସେଇ ଟେଲିଭିଜନ ସେଟ୍ ସେମାନଙ୍କୁ ବାନ୍ଧି ରଖିଥାଏ। କୌଣସି କାମ କରିବା ପାଇଁ ସେମାନେ ଚାହାନ୍ତିନି ଏବଂ ସେଇ ଟେଲିଭିଜନ ଦେଖିବା ଏକ
ମଦ ଯେମିତି ମଦୁଆଙ୍କ ପରି ଟେଲିଭିଜନ୍ ଦେଖୁଥିବା ବ୍ୟକ୍ତି ମଧ୍ୟ ସେଇ ଟେଲିଭିଜନ୍କୁ ଛାଡ଼ି ରହିପାରେ ନା। ତ କବି ଏଠି ସୁନ୍ଦର ଭାବରେ କହିଛନ୍ତି, ୱିଥ୍ ଅଲ୍ ଦ୍ୟାଟ୍ ସକିଂ ଗେଷ୍ଟିଂ ଜଙ୍କ୍। ସେ ବର୍ତ୍ତମାନ କହୁଛନ୍ତି ଯେ ୱିଥ୍ ଅଲ୍ ଦ୍ୟାଟ୍ ସକିଂ ମାନେ ଆଘାତ ଦେଲା ପରି, କଷ୍ଟ ଦେଲା ପରି, ଏବଂ ଘାଷ୍ଟଲି ଜଙ୍କ୍ ମାନେ ଭୟଙ୍କର ଜିନିଷ ଯେଉଁ ସବୁ ଆମ ମନ ଭିତରେ ଥାଏ, ଆଜୁବାଜୁ ଜିନିଷ ଯେଉଁ ସବୁ ଆମ ମନ ଭିତରେ ଥାଏ, ସେସବୁକୁ ସେ ଆଘାତ ଦେଲା ପରି ଲାଗେ। ଟେଲିଭିଜନ୍ ଦେଖିଲେ ଆମ ମନ ଭିତରେ ଯେଉଁ ରାଗ ରୁଷା କିମ୍ବା ଯେକୌଣସି ଜିନିଷ ଆମ ମନରେ ଥାଏ, ସେ ରାଗ ସିନ୍ ଯେତେବେଳେ ଦେଖୁଥିଲେ ମଣିଷର ରାଗ ପ୍ରବଳ ବଢ଼ିଯାଏ। ଯେତେବେଳେ ଦୁଃଖ ଦୃଶ୍ୟ ଦେଖୁଛି, ସେ ମନ ଭିତରେ ଯେଉଁ ଦୁଃଖ ଥାଏ ସବୁ ମନେ ପଡ଼ିଯାଏ ବୋଲି କବି ଆଉ ସୁନ୍ଦର ଭାବରେ ସେଇ ଘାଷ୍ଟଲି ଜଙ୍କ୍ ମାନେ ଭୟଙ୍କର ଯେଉଁ ବାଜେ ଜିନିଷ ସବୁ ମୁଣ୍ଡ ଭିତରେ ପଶିଯାଏ ବୋଲି କବି କହିଛନ୍ତି। ପ୍ରକୃତିରେ ଟେଲିଭିଜନ୍ ଏକ ଏପରି ଯନ୍ତ୍ର, ମାରାତ୍ମକ ଯନ୍ତ୍ର, ଯେଉଁ ଯନ୍ତ୍ର ମଣିଷକୁ ବାନ୍ଧି ରଖିଥାଏ, ଅନେକ ଗୁଡ଼ିଏ ପାର୍ଟସ୍ ଖରାପ କରିବାରେ ବହୁତ ସଫଳ ହେଇଥାଏ। ତ in this poem the poet is saying they sit and sit, stare and stare. That means the people of the world are sitting and watching the television until they were hypnotized by it. ସେମାନେ ଲୋକମାନେ ଯେଉଁ ପର୍ଯ୍ୟନ୍ତ ଦେଖନ୍ତି, ଯେ ପର୍ଯ୍ୟନ୍ତ ସେମାନଙ୍କ ଆକର୍ଷିତ ବା ସମ୍ପୋଷିତ ହେବା ପର୍ଯ୍ୟନ୍ତ ସେମାନେ ଟିଭି ଦେଖନ୍ତି, ଯେ ପର୍ଯ୍ୟନ୍ତ ସେମାନେ ଟିଭି ଦେଖନ୍ତି until their eye pain, ଆଖି ଦରଦ ହେବା ପର୍ଯ୍ୟନ୍ତ ଲୋକମାନେ ଟିଭି ଦେଖିବାରେ ବ୍ୟସ୍ତ ରହନ୍ତି। ପ୍ରକୃତିରେ ଏହି ଟେଲିଭିଜନଟା ମଣିଷ ଜୀବନରେ ଅନେକ ଗୁଡ଼ିଏ ଝଡ଼ଝଞ୍ଝା, ସୁଖ ଦୁଃଖ ଆଣିଦିଏ। ଆଜିକାଲି ଦୁନିଆରେ ଲୋକମାନେ ଟିଭିକୁ ଏପରି ଦେଖୁଛନ୍ତି। ଏହି କବିତା ଆଜିକାଲି ଲୋକମାନଙ୍କ ପାଇଁ ସଚେତନ କରିବା ପାଇଁ, ଉପଦେଶ ଦେବା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ମୁଁ ଆଶା କରେ ଏହି କବିତା ପଢ଼ି ଛାତ୍ରଛାତ୍ରୀମାନେ ସେମାନଙ୍କ ପରିବାରକୁ, ସେମାନଙ୍କର ସାଙ୍ଗସାଥିକୁ, ସେମାନଙ୍କର ଗୁରୁଜନଙ୍କୁ, ସେମାନଙ୍କର ପଡ଼ୋଶୀ ଅନେକ ଲୋକଙ୍କୁ ଟିଭି ବା ଟେଲିଭିଜନ୍ ଦେଖିବା ନ ଦେଖିବା ବିଷୟରେ ସଚେତନ କରିପାରିବେ। ପ୍ରକୃତିରେ ରୋଲ୍ଡ ଡାହଲ୍ ଏହି ସୁନ୍ଦର କବିତା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଚାହିଁଛନ୍ତି। ଏହି ପାଠ ପ୍ରକୃତିରେ ଏକ ଉପଦେଶମୂଳକ କବିତା ଅଟେ। ମୁଁ ଆଶା କରେ ଏହି କ୍ଲାସ୍ଟି ସମସ୍ତଙ୍କୁ ଭଲ ଲାଗିଥିବ। ଏହି କ୍ଲାସ୍ର ପାର୍ଟ 2 ଦେଖିବା ପାଇଁ ମୋ ଚ୍ୟାନେଲ୍ BM କ୍ଲାସ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରି ପାଖରେ ଥିବା ଲାଲ ବଟନ୍ ସବସ୍କ୍ରାଇବ୍ ବଟନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ଆପଣ ପାଖକୁ ମୁଁ ଯେତେବେଳେ କୌଣସି କ୍ଲାସ୍ କରେ, ଭିଡ଼ିଓ ଅପଲୋଡ଼ କରେ, ଆପଣମାନଙ୍କୁ ପ୍ରଥମେ ନୋଟିସ୍ ଯିବ। ଆପଣ ଫ୍ରିରେ ଘରେ ଥାଇ ଦେଖିପାରିବେ, କୌଣସି ପଇସା ଲାଗିବ ନାହିଁ। ଧନ୍ୟବାଦ।